ଜୀବନର ସଫଳତା ପାଇବାକୁ ହେଲେ ନା ପ୍ରଥମେ ନିଜ ସ୍ୱପ୍ନ ଉପରେ ବିଶ୍ୱାସ କରିବା ପାଇଁ ପଡ଼ିବ। ପ୍ରତିଟି ପାଦରେ ଆଗିବା ପୂର୍ବରୁ ନା ସେଇ ଲକ୍ଷ୍ୟକୁ ମନେ ପକାଇବାକୁ ପଡ଼ିବ। ଖରାପ ସମୟ ମଣିଷର ସାରା ଜୀବନ ରହେ ନାହିଁ, କିନ୍ତୁ ଖରାପ ସମୟରେ ମଣିଷର ବ୍ୟବହାର ଗୁଡ଼ିକ ସାରା ଜୀବନ ରହିଥାଏ। ହଁ ଆଜ୍ଞା, ଖରାପ ସମୟରେ ମଣିଷର ବ୍ୟବହାର ଗୁଡ଼ିକ ସାରା ଜୀବନ ମନେ ରହିଥାଏ। ଜୀବନରେ କିଛି ଶିଖନ୍ତୁ କି ନ ଶିଖନ୍ତୁ, କିନ୍ତୁ ଲୋକକୁ ଚିହ୍ନିବା ନିଶ୍ଚୟ ଶିଖନ୍ତୁ। କାରଣ ଲୋକ ଯେମିତି ଦେଖାଯାଆନ୍ତି ନା ବାସ୍ତବରେ ସେମିତି ହେଇନଥାନ୍ତି। ଜୀବନରେ ଆପଣଙ୍କ ସାଥ କିଏ ଦଉ କି ନ ଦଉ, କିନ୍ତୁ ଆଗକୁ ବଢ଼ିବାର ସାହସ ରଖନ୍ତୁ। କାରଣ ନିଜଠାରୁ ବଡ଼ କେହି ସାଥୀ ଦୁନିଆ ନାହାନ୍ତି। ଜାଣିଛନ୍ତି ଆପଣଙ୍କ ଉପରେ ଥିବା ଖରାପ ସମୟ ବି ଦିନେ ଚାଲିଯିବ। ବାସ୍ ଆପଣଙ୍କୁ ଭିତରୁ ଶାନ୍ତ ରହିବାର ଆବଶ୍ୟକତା ଅଛି। ଯଦି ଖରାପ ସମୟ ଚାଲିଛି ତାହେଲେ କଠିନ ପରିଶ୍ରମ କରନ୍ତୁ, ଆଉ ଯଦି ଭଲ ସମୟ ଚାଲିଛି ନା ତାହେଲେ କାହାର ସାହାଯ୍ୟ କରନ୍ତୁ। ଜାଣିଛନ୍ତି ସଫଳତାର ପ୍ରଥମ ପାଦ କଠିନ ହୋଇଥାଏ, ନହେଲେ ତ ଯଦି ସଫଳତା ଏତେ ସହଜ ହୋଇଥାନ୍ତା ତାହେଲେ ଆଜି ସମସ୍ତେ ସଫଳ ହୋଇଥାନ୍ତେ। ଯେଉଁ ସମୟ ବିତି ଯାଇଛି ନା ତାପରେ ଆଉ କଥା ହୁଅନ୍ତୁ ନାହିଁ, ଆଉ ଯାହା ଆଜି ଆପଣଙ୍କ ପାଖରେ ସମୟ ବଞ୍ଚିଛି ବାସ୍ ତାକୁ ଆଉ ବରବାଦ କରନ୍ତୁ ନାହିଁ। ଜୀବନରେ ଯଦି ବଡ଼ ସଫଳତା ପାଇବାର ଅଛି ନା ତାହେଲେ ଛୋଟ ମୋଟ ହାରକୁ କେବେ ଡରନ୍ତୁ ନାହିଁ। ଜାଣିଛନ୍ତି ଆପଣଙ୍କର ନୀରବତା, ଆପଣଙ୍କର ନିଜ ସହ ଏକାନ୍ତ ଭାବ ଦିନେ ଆପଣଙ୍କୁ ଗୋଟିଏ ସଫଳ ମଣିଷ ବନେଇପାରିବ। ଜୀବନରେ ସଫଳତା ପାଇବା ପାଇଁ ହେଲେ ନା ପ୍ରଥମେ କାର୍ଯ୍ୟ କରିବାକୁ ପଡ଼ିଥାଏ, ନହେଲେ ତ ଏମିତି ଭାବିକି ରହିଲେ ନା କେବେ ସଫଳତା ମିଳିପାରିବ ନାହିଁ।